ଭେରି ଭେରି ଗୁଡ୍ ଇଭିନିଂ ପିଲାମାନେ, ଆପଣମାନଙ୍କୁ ଆଉ ଗୋଟେ କ୍ଲାସ୍କୁ ସ୍ୱାଗତ। କାଲି ଆମେ ପଢ଼ିଥିଲେ ପୋଷଣର ଫାର୍ଷ୍ଟ ପାର୍ଟ, ଯେଉଁ ପୋଷଣ କାହାକୁ କୁହାଯାଏ ଏସବୁ ପଢ଼ିଥିଲେ। ମୁଁ ଆପଣମାନଙ୍କୁ କାଲି ମଧ୍ୟ କହିଥିଲି କି ଆମେ ଟେକ୍ସଟ ବୁକ୍ ପଢ଼ୁଅଛି, ତ ଆମେ କୌଣସି ବଡ଼ ୟୁଟ୍ୟୁବ୍ ଚ୍ୟାନେଲ୍ ପରି ସ୍ମାର୍ଟ ବୋର୍ଡ଼ରେ ପଢ଼ୁ ନାହିଁ। ତ ଘରେ ଯେମିତି ଆମେ ଟେକ୍ସଟ ବୁକ୍ ନିଜେ ପଢ଼ୁ, ତ ଟେକ୍ସଟ ବୁକ୍ ପଢ଼ୁ ଆମେ ଏକ୍ଜାମ୍ ପ୍ରିପାରେସନ୍ ପାଇଁ। ଯେତେ ବାହାରୁ ପଢ଼ିଲେ ମଧ୍ୟ ଟେକ୍ସଟ ବୁକ୍ ପଢ଼ିବାକୁ ଆମକୁ ନିହାତି ଜରୁରୀ ପଡ଼ିଥାଏ। ତ ଟେକ୍ସଟ ବୁକ୍ ଘରେ ପଢ଼ିଥାଉ କି ନାହିଁ ଆମେ ବହି, ତ ସେପରି ମୁଁ ଆପଣମାନଙ୍କୁ ଷ୍ଟୁଡ଼େଣ୍ଟ ଭାବି ନିଜକୁ ଷ୍ଟୁଡ଼େଣ୍ଟ ଭାବି ମୁଁ ଟେକ୍ସଟ ବୁକ୍ ପଢ଼ୁଛି। ତ ଆପଣମାନଙ୍କୁ ସେମିତି ଘରେ ପଢ଼ିଲା ପରି ଆପଣମାନଙ୍କୁ ଶୁଣନ୍ତୁ। ଆପଣମାନଙ୍କୁ ଟେକ୍ସଟ ବୁକ୍ ପଢ଼ିବା ପାଇଁ ପଡ଼ିବ ନାହିଁ। ଆପଣମାନେ ଯେମିତି ମୁଁ କହି ଯାଉଛି ଯାହା ଆପଣ ଶୁଣି ଯାଆନ୍ତୁ, ଆରୁ ସେଇଟା ମନେ ରହିଯିବ। ଆପଣ ଧୀରେ ଧୀରେ ପଢ଼ି ଯିବା ଆମେ ଡେଲି ଗୋଟେ କ୍ଲାସ୍। ତ କାଲି ଆମେ ପୋଷଣ ବିଷୟରେ ପଢ଼ିଥିଲେ, ମାନେ ପୋଷଣର ଯେଉଁ ସଂଜ୍ଞା ଥିଲା, ପୋଷଣ କାହାକୁ କୁହାଯାଏ ଆପଣମାନେ ତ ଜାଣିଥିବେ। ତ ପୋଷଣ କୁହାଯାଏ ଯେନ୍ଟା ଆମ ଶରୀରକେ, ଆଉ ଥରେ କହିଦେଉଛେ, ଶରୀରକେ ଯେନ୍ ଶକ୍ତି ଦରକାର ପଡ଼୍ସି ଆମେ ଚାଲ୍ବାର୍ ଲାଗି, ଖାଇବାର୍ ଲାଗି, ପିଇବାର୍ ଲାଗି, ମାନେ ଦେଖ୍ବାର୍ ଲାଗି ଆମର ବଡ଼ି ଫଙ୍କସନ୍ କର୍ସି। ଯେନ୍ ଇଣ୍ଟରନାଲ୍ ଅର୍ଗାନ୍ ହଉ ଆମେ ବା ଏକ୍ସଟର୍ନାଲ୍ ଅର୍ଗାନ୍ ହଉ, ଆମେ ବାହାର ଚାଲୁ ବୁଲୁ ଯାହା ବି କରୁ, ସେଥିର୍ ଲାଗି ଯେନ୍ ଶକ୍ତି ଦରକାର ପଡ଼୍ସି, ସେତାର୍ ଲାଗି ନ୍ୟୁଟ୍ରିସନ୍ ବା ପୋଷଣ ଦରକାର ପଡ଼୍ସି। ମାନେ ଖାଦ୍ୟ ନିହାତି ଆମର୍ ବଡ଼ିକି ଲାଗି ଗୋଟେ ଖାଦ୍ୟ ଦରକାର ପଡ଼୍ସି। ତ ପୋଷଣର ଆମେ ଆଜି ନେକ୍ସଟ ସେକେଣ୍ଡ ପାର୍ଟ ଆଜି ପଢ଼ବାର୍କେ ଯାଉଛୁ ଆମେ ମାନେ। ତ ଦେଖୁନ୍, କାଲି ଆମେ ଏତ ପଢ଼ିଥିନା, ମାନେ ଆମକୁ ଖାଦ୍ୟ ଆବଶ୍ୟକ ପଡ଼ିଥାଏ। ଆମେ ବଞ୍ଚି ରହିବାର୍ ଲାଗି ଆମକୁ ଖାଦ୍ୟ ଆବଶ୍ୟକ ପଡ଼ିଥାଏ। କାଲି ଏ ପର୍ଯ୍ୟନ୍ତ ଆମେ ପଢ଼ିଥିଲା। ତ ଆଜି ଆମେ ଦେଖ୍ମା ଖାଦ୍ୟର ପ୍ରକାରଭେଦ। ମାନେ ଖାଦ୍ୟ ଆମେ ଖାଇଥାଉ, ଦେଖନ୍ତୁ ଖାଦ୍ୟ ଆମେ ଖାଇଥାଉ। ଖାଦ୍ୟ ଆମେ ବହୁତ ପ୍ରକାର ଖାଦ୍ୟ ଖାଇଥାଉ, ଯେମିତି ମାଂସାହାରୀ, ଶାକାହାରୀ, ମାନେ କିଛି ମାନେ ସେଥିମଧ୍ୟରେ ପୁଷ୍ଟିସାର, ସ୍ନେହସାର, ମାନେ ଅଛି ଶ୍ୱେତସାର, ସବୁ ବହୁତ ପ୍ରକାର ଖାଦ୍ୟ ଅଛି କି ନି ଅଛି, ବହୁତ ପ୍ରକାର ଖାଦ୍ୟ ଅଛି। ତ ଆମେ ଖାଦ୍ୟର ପ୍ରକାର ଭେଦ କର୍ମା। ଦେଖ ପଢ଼୍ମା ପହେଲା। ତ ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଆମେ ଖାଇଥିବା ଖାଦ୍ୟକୁ ମୁଖ୍ୟତଃ 6 ପ୍ରକାରରେ ବିଭକ୍ତ କରାଯାଇଛି। ଦେଖ ରାସାୟନିକ ଗଠନ, ଆମ ଶରୀରର ରାସାୟନିକ ଗଠନ, କାର୍ଯ୍ୟ କରବାର୍ ଲାଗି ଆର୍ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି, ମାନେ ଆମକୁ ବଡ଼ିରେ ଶକ୍ତି ଦେବାର୍ ଲାଗି, କାର୍ଯ୍ୟ କରବାର୍ ଲାଗି, ଶକ୍ତି ଦେବାର୍ ଲାଗି, আর রাসায়নিক প্রক্রিয়া যেন ঘটছি ଆମ বডিরে, যেতে ବି হরমোনাল চেঞ্জেস বা যেতে ব্লড ফ্লো হেସି, যাহা ବି হেସି ইন্টরনাল অর্গানর, ସେ ସବୁ ଜିନିଷର ହେବାର୍ ଲାଗି ଆମକୁ ବଡ଼ିକେ ସେ ଯେତେ ଖାଦ୍ୟ ଅଛି ଟୋଟାଲ୍ ସେ ଖାଦ୍ୟକେ 6 ପ୍ରକାରରେ ବିଭକ୍ତ କରାଯାଇଛି। ଆମେ ସେ 6 ପ୍ରକାର କେନ୍ ଖାଦ୍ୟ ବିଭକ୍ତ କରାଯାଇଛି ସେଟା ଆମେ ଆଜି ପଢ଼୍ମା। ତ ଚାଲ ଆଜି ଆମେ ପଢ଼୍ମା। ଦେଖୁନ୍ ପହେଲାଟା ହଉଛେ, ପହେଲା ଖାଦ୍ୟ ହଉଛେ ଦେଖ ଶ୍ୱେତସାର, ଯେନ୍ଟା ଆମର୍ କାର୍ବୋହାଇଡ୍ରେଟ୍ କୁହାଯାଏସି। ଆପଣମାନେ ତ ସବୁ ଜାଣିଥିବେ ଶ୍ୱେତସାର, ଆଗରୁ ପଢ଼ିଥିବେ 4-5 କ୍ଲାସ୍ରେ ଅଛି ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ପରି। ତ ଫାର୍ଷ୍ଟ ଦେଖୁନ୍ 6 ପ୍ରକାର ଭିତରୁ ପହେଲାଟା ହେଉଛି ଶ୍ୱେତସାର ବା କାର୍ବୋହାଇଡ୍ରେଟ୍, ଯେନ୍ଟାକି ଶର୍କରା ବା ସୁଗର ଏବଂ ମଣ୍ଡଦ ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ୱେତସାର। ଶର୍କରା ବା ସୁଗର ଆଉ ମଣ୍ଡଦ ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ୱେତସାର, ମାନେ ଶର୍କରା ଆଉ ମଣ୍ଡଦ ଶ୍ୱେତସାର ପ୍ରଧାନ। ତାର୍ ମାନେ ଆଲୁ, ଭାତ, ରୁଟିର ପ୍ରଚୁର ପରିମାଣରେ ମଣ୍ଡଦ ଥାଏ। ମଣ୍ଡଦ ବୋଲେ ଜାଣିଛ, ଷ୍ଟାର୍ଚ କୁହାଯାଏ ମଣ୍ଡଦକେ। ଦେଖୁଁ ଆମେ ମାନେ ନୀତିଦିନିଆ ଖାନାରେ ଆମେ ଦେଖୁଁ ଭାତ ଯେଉଁ ଖାଉଁ, ଆଲୁ, ରୁଟି, କେତେ ପ୍ରକାର ଏଇସବୁ ଜିନିଷ, ଏଇଟା ହେଲା ଏକ୍ଜାମ୍ପଲ୍ ଶ୍ୱେତସାରର। ତ ଯଦି ଏକ୍ଜାମ୍ରେ ପଚରାଗଲା କି ଶ୍ୱେତସାର କାହା କୁହାଯାଏ, ଆରୁ ଶ୍ୱେତସାରରେ ଏକ୍ଜାମ୍ପଲ୍ ଦିଅ ବୋଲେ ଆଲୁ, ଭାତ, ରୁଟି, ତାର୍ପରେ ଆମର ଯେତେ ଏମିତି ଶ୍ୱେତସାର ଜାତୀୟ ଖାଦ୍ୟ ସବୁ, ଚିନି, ଗୁଡ଼ ଆଦିରେ ସୁକ୍ରୋଜ୍ ବୋଲେ ଚିନି ଆଉ ଗୁଡ଼ରେ ତ ଜାଣିଛନ୍ ମିଠା ଲାଗ୍ସି, ତ ସେଟା ସୁକ୍ରୋଜ୍ ଥାଏ। ତ ଆଉ ଫଳରସ, ପନିପରିବାରେ ଗ୍ଲୁକୋଜ୍ ଥାଏ। ଜାତୀୟ ଶ୍ୱେତସାର ଅଧିକ ପରିମାଣରେ ହୋଇଥାଏ ହେଲା। ତ କେନ୍ ଜିନିଷରେ କେନ୍ ଜିନିଷ ଥିସି ଦେଖ, ଇ ଜିନିଷରେ ମଣ୍ଡଦ ବା ଷ୍ଟାର୍ଚ ଥାଏ, ଆଲୁ, ଭାତ, ରୁଟିରେ। ତାରପରେ ଆମର ଚିନି, ଗୁଡ଼ ଆଦିରେ ସୁକ୍ରୋଜ୍ ବା ଚିନି ଥାଏ, ସୁକ୍ରୋଜ୍ ଥାଏ। ଫଳରସ, ପନିପରିବା ଗ୍ଲୁକୋଜ୍ ଥାଏ ଆଦି ଶ୍ୱେତସାରରେ ଅଧିକ ପରିମାଣରେ ଥାଏ। ଏଇସବୁ ଜିନିଷରେ ଦେଖ, ଏଇସବୁ ଜିନିଷରେ ଶ୍ୱେତସାର ଅଧିକ ପରିମାଣରେ ଥାଏ। ଶ୍ୱେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ। ଦେଖନ୍ତୁ ଶ୍ୱେତସାର ହେଉଛି ଏନ୍ତା ଖାଦ୍ୟ ଯେନ୍ଟାକି ଆମକୁ ଶକ୍ତି ଯୋଗାଇଥାଏ, ଶକ୍ତି ହିଁ ଯୋଗାଇଥାଏ। ଶ୍ୱେତସାର ମେନ୍ କାମ ହେଲା ଶକ୍ତି ଯୋଗାବାଟା। ତାପରେ ଗ୍ଲୁକୋଜ୍ ଦେଖ, ଗ୍ଲୁକୋଜ୍ର କେମିକାଲ୍ ଫର୍ମୁଲା ପଚାରି ଦେସି। ତ ଗ୍ଲୁକୋଜ୍ର କେମିକାଲ୍ ଫର୍ମୁଲା ହେଲା C6H12O6, ଏଇଟା ମନେ ରଖିଥିବେ। ଗ୍ଲୁକୋଜ୍ର କେମିକାଲ୍ ଫର୍ମୁଲା କାଣା ବୋଲେ C6H12O6 ରେ ରହିଛି କାର୍ବନ, ଉଜାନ ଏବଂ ଅମ୍ଳଜାନ। ଦେଖ କାର୍ବନ, ସି ବୋଲେ କାର୍ବନ,
एच बोले हाइड्रोजेन उद्जान एवं अम्लजान बोले ऑक्सीजन। देखो ये कार्बन 6टा हाइड्रोजेन 12टा आउ आमर ऑक्सीजन 6टा मिसिक C6H12O6 बा ग्लूकोज तैयारी होइए। यार ये कोशीय शोषण बेले ग्लूकोज जारण फल अंगारकाम्ल और देख कोशीय शोषण बोलिक गोटे है जेनटा कि सोशियल रेस्पिरेशन कह जाए। तो आपण मैंने जानी तो कोशीय शोषण बा जेने हसी अंगारकाम्ल और जल सृष्टि हवा सह देख जल सृष्टि हवा सह शक्ति निर्गत होता है। आमर जेन कोशीय शोषण होता है देख एना कोशीय शोषण आमर कोशीय शोषण बेले ग्लूकोजर जारण फल अंगारकाम्ल और जल सृष्टि होता है। कोशीय शोषण बा सेलुलार रेस्पिरेशन जिते बेले होता है रेस्पिरेशन बा शोषण आम नेक्स्ट चैप्टर जो चैप्टर 2 अच्छे से पढ़मा। कोशीय शोषण बेले ग्लूकोजर जारण फल अंगारकाम्ल और जल सृष्टि होता है माने होता है मन रखी थे। देख आर 1 ग्राम श्वेतसार प्राय 16 किलोजूल शक्ति निर्गत होता है। माने 1 ग्राम श्वेतसार बोले 1 ग्राम कार्बोहाइड्रेट रु 16 किलोजूल माने देख तो श्वेतर किलोजूल शक्ति शक्ति बोले एनर्जी 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 देख NERGY एनर्जी एकक होचे जूल है। तो सेटा आमर जेनता दुकानी गले केजी घिनसु से केजी रे नपा जासी सेंता एनर्जी के जूल रे नपा जासी है जूल रे नपा जासी। तो एनर्जी माने गोटे गोटे ग्राम श्वेतसार 16 किलोजूल शक्ति निर्गत होता है आमर एटा गला श्वेतसार। नेक्स्ट आम पढ़मा पुष्टिसार आमर 2 नंबर है पुष्टिसार। पुष्टिसार बा प्रोटीन्स कह जाए। प्रोटीन आमर श्वेतसार आमको शक्ति जोग जाए और श्वेत मुख्यतः माछ मांस अंडा धला अंश छेना और परिवा प्राणीय द्रव्य और डाली जातीय शस्य सोयाबीन आदि आम पुष्टिसार पाई था। देख पुष्टिसार केन 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 जिनिस मिली थाए क्यों क्यों खाद्य मिली थाए आपण मन कह जाउछे जेते नॉनभेज बोले जानी थे आम माछ मांस अंडार धला अंश बोले से मझीरे जेन थी सेटा के छाड़ी जेन व्हाइट कलर थी मदा के छाड़ी जेन उपरे थी से धला अंश जेन थी व्हाइट कलर आउ छेना क्षीर बोले मिल्क गुरस जेनटा परी प्राणीय द्रव्य जेनटा प्राणी मानक मिली था यहाँ प्राणी मानक मिली था कि नहीं। तो एठारे थी पुष्टिसार और डाली जातीय देख जेते डाली मुग हरड़ जेते थी मुग हरड़ डाली जेते तार शस्य जेते सोयाबीन आम जेन सोयाबीन खाएसुँ आदि पुष्टिसार मिलता है। ये प्रचुर परिमाण पुष्टिसार थाए और पुष्टिसार आम बॉडी के निहाती दरकार। शरीर बुद्धि और नूतन कोषर तंतु गठन पर पुष्टिसार खाद्य एकांत आवश्यक। देख श्वेतसार आमको शक्ति जोगासी और से शरीर नूतन कोष मान सृष्टि होवार लगी वृद्धि आउ जेन बॉडी फंक्शन होवार लगी जेते जिनिस दरकार से जिनिस पुष्टिसार जोगासी। एमिनो अम्ल बा एमिनो एसिड रो श्रृंखला द्वारा प्रोटीन गठित होता है अमिनो एसिड रो श्रृंखला द्वारा प्रोटीन गठित होता है मन रखि थे। तेणु परिपाक हेले यह एमिनो अम्ल परिणत हो विभिन्न कोष निकट पहुँची था। ये सब जिनिस अमिनो एसिड परिणत होकर माने आमर विभिन्न कोष बोले टोटाल बॉडी सारा सर्कुलेट होती टोटाल बॉडी सारा यहाँ मन रखि थे। श्वेतसार गला पुष्टिसार गला 2 नंबर गला यहाँ 3 नंबर। देख नेक्स्ट आम पढ़मा स्नेहसार है स्नेहसार पढ़वार के जाऊँ आम स्नेहसार बोले फैट बा लिपिड्स इंग्लीश में भी मन रखि थे आपण मैंने इंग्लीश में मन रखि थे स्नेहसार के फैट बा लिपिड कह जाए। आउ स्नेहसार किन किन थी देख आपण मैं कही दूचे मांस क्षीर छेना लहुणी अंडार हलदिया अंश और तेल घीर स्नेहसार चर्बी लिपिड जातीय खाद्य होता है। देख मांस क्षीर छेना लहुणी अंडार हलदिया अंश देख से जेन व्हाइट अंश थिला सेतिरे इना जेन व्हाइट अंश थिला अंडार धला अंश रे पुष्टिसार थी बाकी अंडार हलदिया अंश रे आमर स्नेहसार थी यहाँ मन रखि थे। और जिते तेलिया जिनिस आम सिट्रस फुड जेनटा कहसन अला लेंबू कमला कमला तारपर एंते माने तेलिया जिनिस जेते माने तेल अंश थाए से सब चर्बी स्नेहसार जाती यहाँ से स्नेहसार थी है।
মনে রখিথিবে এটা এক্সাম্পল বর্ষি এক্সাম্পল এখানে পুষ্টি সারে কাঁকড়া মিলছি বি এটা মনে রখিথিবে শ্বেত সারে কেন জিনিস শ্বেত সার মিলছি স্নেহ সার কেন জিনিস মিলছি এটা সব মনে রখিথিবে কোষ ঝিল্লি তৈরি লিপিডর প্রমুখ মুখ্যতা কোষর যেন ঝিল্লি থিসি সেটা তৈরি করবার লাগি মানে স্নেহ সার নিহাতি গোটে ইম্পর্টাট রোল করছি শরীরে স্নেহ সার চর্বি ভাবে সঞ্চিত হয়ে রহিଥାଏ ଆମ ଶରୀରରେ ସ୍ନେହ ସାର ଚର୍ବି ଆମର ବଡ଼ିର ଗୋଟେ ଚର୍ବି ଯେନ୍ ଥିସି ମାଂସ ଖାଇଲା ବେଲେ କି କୁକୁଡ଼ା ମାଂସ କି ଆମର ମଟନ୍ ଖାଇଲା ବେଲେ ଜାଣିଥିବେ ଚର୍ବି ଯେନ୍ ଅଂଶ ଥିସି ସେଟା ସ୍ନେହ ସାର ଥିସି ଆକ୍ଚୁଆଲି ସ୍ନେହ ସାର ଆମର ଯେନ୍ ଚର୍ବି ଥିସି ସେଟା ସ୍ନେହ ସାରଟା ଚର୍ବି ଭାବରେ ଆମର ଘରରେ ଆମର ବଡ଼ିରେ ରହିଥିସି ଆବଶ୍ୟକ ସ୍ଥଳେ କୋଷୀୟ ଶୋଷଣ ଦ୍ୱାରା ଏହା ଜାରଣ ହୁଏ ଓ ଏହା ଶକ୍ତି ରୂପେ ଯୋଗିଥାଏ ଆମେ ଯଦି 2 ଦିନ କି 4 ଦିନ ନି ଖାଇମା ଆମେ ଉପାସ ରହିଲେ ଦିନେ ଆମର ଯେନ୍ ଭାଇ ଯେଉଁ ଦିଆ ପୁଅ ଯେନ୍ତା କରେ ଆମ ଓଡ଼ିଶାରେ କିଛି ପୂଜା ପାଠ କଲେ ଆମେ ଯେନ୍ ଉପାସ ରହେସୁଁ ତ ଟୋଟାଲ୍ ଦିନ ସାରା ବି ନି ଖାଉଁ ତ ସେତେବେଲେ ଆମକୁ ଆମର୍ ବଡ଼ି ତ ଆମ ମରିଯିବା କଥା ତ ଆମର୍ ବଡ଼ି ଯେନ୍ ଆଗରୁ ଯେନ୍ ଖାଇଥିସୁଁ ସେ ଜିନିଷକେ ନେଇକରି ସ୍ନେହ ସାର ଜିନିଷ ଯେନ୍ ଖାଇଥିସୁଁ ସେ ଜିନିଷ ଆମର୍ ବଡ଼ିରେ ଫ୍ୟାଟ୍ ହିସାବେ ଫ୍ୟାଟ୍ ବା ଆମର୍ ଚର୍ବି ହିସାବେ ସେଟା ରହିକରି ଥିସି ସେ ଜିନିଷ ଆମେ ଯଦି ଦିନେ ନି ଖାଇଲେ ବି ହେଥିଲାଗି ଆମେ ନି ମରିଯାଉଁ ସେ ଜିନିଷ ଆମର୍ ଚର୍ବି ଦେଖ ଚର୍ବି ଭାବରେ ସଞ୍ଚିତ ହୋଇଥାଏ ସେଟା ଆମ ସହ ଆବଶ୍ୟକ ଥଲେ ସେଟା ହିଁ ଆମକୁ ଖାଦ୍ୟ ସେଟା ଆମକୁ ବଞ୍ଚିବାରେ ସାହାଯ୍ୟ କରସି ମାନେ ସେଟା ବଞ୍ଚିବାରେ ସାହାଯ୍ୟ କରସି ଚର୍ମ ତଲେ ଚର୍ବିର ଏକ ଆସ୍ତରଣ ରହିଥାଏ ଆମର ଯେନ୍ ସ୍କିନ୍ ଅଛେ ଉପରେ ଆମର ଯେନ୍ ବଡ଼ିର ଉପରେ ସ୍କିନ୍ ଅଛେ ସ୍କିନ୍ ବା ଚର୍ମ ଅଛେ ସେ ତାର ତଲେ ହିଁ ଚର୍ବି ଥିସି ହେଲା ମନେ ରଖିଥିବେ ତାପ ଅପରିବାହୀ ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ ଦେଖ ତାପ ଅପରିବାହୀ ହୋଇଥିବାରୁ ଚର୍ବି ଆମକେ ଉଷୁମ ରଖବାର୍ ଲାଗି ବି ସାହାଯ୍ୟ କରସି ହେଲା ତାରପରେ ଆପଣମାନେ ଦେଖିବେ 3ଟା ପଢ଼ନା ଗୋଟିଏ ଶ୍ଵେତ ସାର ପୁଷ୍ଟି ସାର ସ୍ନେହ ସାର ଆପଣମାନେ ମନେ ରଖିଥିବେ କିନ୍ ଖାଦ୍ୟରୁ ଆସି ଆଉ କାହାର କିନ୍ କାମ ସେଟା ବି ଆପଣମାନେ ମନେ ରଖିଥିବେ ହେଲା ନେକ୍ସଟ ଆମେ ପଢ଼ମା 4 ନମ୍ବର ଧାତୁ ସାର ବା ମିନେରାଲ୍ସ ଧାତୁ ସାର ବା ମିନେରାଲ 4 ନମ୍ବର ଆମେ ପଢ଼ମା ଶରୀର ଗଠନ ପାଇଁ ବିଭିନ୍ନ ଧରଣର ଧାତୁ ସାର ଯଥା ଶରୀର ଗଠନ ମାନେ ବଡ଼ିକେ କ୍ରିଏଟ୍ କରବାର୍ ଲାଗି ଆମ ଲୌହ କ୍ୟାଲସିୟମ ଆୟୋଡିନ୍ ଫସ୍ଫରସ୍ ସୋଡ଼ିୟମ୍ ପୋଟାସିୟମ୍ ଆଦି ଆବଶ୍ୟକ ପଡ଼ିଥାଏ ଦେଖ ସବୁ ଯେତେ ଖାଦ୍ୟ ଅଛି ସବୁଥିର ଅଲଗା ଅଲଗା କାମ ଅଛି ଶ୍ଵେତ ସାର ଆମକୁ ଶକ୍ତି ଯୋଗାସି ପୁଷ୍ଟି ସାର ଆମକୁ ଫଙ୍କସନ୍ କରବାର୍ ଲାଗି କରସି ସ୍ନେହ ସାର ଆମକୁ ବଞ୍ଚି ରଖବାର୍ ଲାଗି କୋଷ ଝିଲ୍ଲି ତିଆରି କରବାର୍ ଲାଗି କରସି ଆଉ ଆମର ଯେନ୍ ଯଦି କେବେ ଭୋକେ ରହିଲା ବେଲେ ବି ସେଥିରୁ ଚର୍ବି ଅଂଶରେ ରହିଥିସି ସେଟା ଆମକୁ ଶକ୍ତି ଯୋଗାସି ତାର ଧାତୁ ସାର ଆମର ବଡ଼ିକେ ବନାବାର୍ ଲାଗି ମାନେ ହାଡ଼ ଯେନ୍ ବନେଇଥିସି ସେଟାକେ ଶକ୍ତ କରବାର୍ ଲାଗି ବଡ଼ିକେ ଷ୍ଟ୍ରଙ୍ଗ ବନାବାର୍ ଲାଗି ଆମକୁ ଧାତୁ ସାର ନିହାତି ଆବଶ୍ୟକ আর সেটা লৌহ ক্যালসিয়াম আয়োডিন ফসফরস সোডিয়াম পটাସିୟମ୍ ଆଦିରେ ମିଳିଥାଏ ତ ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ ଓ ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ ଗଠନ ପାଇଁ ଲୌହ ଆବଶ୍ୟକ ପଡ଼ିଥାଏ ଦେଖ ଆମର ଦାନ୍ତ ଆଉ ହାଡ଼ ଯେନ୍ ବଡ଼ିର ଟୋଟାଲ୍ ଯେନ୍ ହାଡ଼ ଅଛି ମାନେ ଯେନ୍ ଆମର ବଡ଼ିରେ ହାଡ଼ ଯେତେ ଅଛି ସବୁ କ୍ୟାଲସିୟମ ଆଉ ଲୋହିତ ରକ୍ତ କଣିକା ଥିବା ହିମୋଗ୍ଲୋବିନ୍ ଆମେ ଯେତେବେଲେ ବି ହସ୍ପିଟାଲ କିଛି ପ୍ରୋବ୍ଲେମ୍ ହେଲେ ଦେଖିବେ ହିମୋଗ୍ଲୋବିନ୍ କେତେ ଅଛି ବୋଲିକରି ଟେଷ୍ଟ କରସନ୍ ତ ହିମୋଗ୍ଲୋବିନ୍ କମ୍ ହେଇଗଲେ ଆମର ବଡ଼ି ମାନେ ବହୁତ ପ୍ରୋବ୍ଲେମ୍ କ୍ରିଏଟ୍ କରସି ସେଥିଲାଗି ହିମୋଗ୍ଲୋବିନ୍ ଟେଷ୍ଟ କରସନ୍ আর ଯଦି ହିମୋଗ୍ଲୋବିନ୍ ଯାହାର କମ୍ ଥିସି କି ବ୍ଲଡ଼ ଯଦି କମ୍ ଥିସି ତ ଆମକୁ ବାହାରୁ ବ୍ଲଡ଼ ଦିଆଯାଏସି ସେନ୍ତା ବ୍ଲଡ଼ ଆମକୁ କ୍ୟାଲସିୟମ୍ ବା ଲୋହିତ ରକ୍ତ କଣିକା ନିହାତି ଆବଶ୍ୟକ ଆମର ହାଡ଼ ଆଉ ଦାନ୍ତ ସେଇଟା କରବାର୍ ଲାଗି ଏହା ଛଡ଼ା ଶରୀର ଆୟନ ସନ୍ତୁଳନ ଆୟନିକ ବାଲାନ୍ସ ରକ୍ଷା କରିବା ପାଇଁ ଧାତୁ ସାରର ଆବଶ୍ୟକ ହୋଇଥାଏ ହେଲା ଏଇଟା ମାନେ ଆପଣମାନେ ମନେ ରଖିଥିବେ ନେକ୍ସଟ ଆମେ ଯିମା ଭିଟାମିନ୍ ପଢ଼ମା ଦେଖୁନ୍ 5 ନମ୍ବର ଭିଟାମିନ୍ କୁହାଯାଇଛି ଦେଖ ଭିଟାମିନ୍ କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ଏଞ୍ଜାଇମ୍ ସାହାଯ୍ୟରେ ହୋଇଥାଏ ହେଲା କୋଷରେ ବିଭିନ୍ନ ରାସାୟନିକ ପ୍ରକ୍ରିୟା ଏଞ୍ଜାଇମ୍ମାନଙ୍କ ଦ୍ୱାରା ହିଁ ରାସାୟନିକ ପ୍ରକ୍ରିୟା ହୋଇଥାଏ ଆମର ବଡ଼ିରେ ହେଲା ଭିଟାମିନ୍ର ଯେ ଆମେ ନେକ୍ସଟ ପଢ଼ମା ଆମର ଦେଖ ଭିଟାମିନ୍ର ଉପସ୍ଥିତିରେ ସମସ୍ତ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ ଦେଖ ଭିଟାମିନ୍ A B C D ଏଇଟା ମାନେ ଆପଣମାନେ 4-5 କ୍ଲାସ୍ରୁ ପଢ଼ିଥିବେ ତ ଭିଟାମିନ୍ର ଉପସ୍ଥିତିରେ ଆମେ ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ ଦେଖ ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଆପଣମାନେ ଜାଣିଥିବେ ଭିଟାମିନ୍ A ଭିଟାମିନ୍ B ଭିଟାମିନ୍ C ଭିଟାମିନ୍ D ଭିଟାମିନ୍ E ବୋଲି ବହୁତ ଭିଟାମିନ୍ ଥାଏ ଆଉ ବହୁତ ଭିଟାମିନ୍ ରେ କିନ୍ ଖାଦ୍ୟରୁ କିନ୍ ଭିଟାମିନ୍ ହେସି আর ସେ ଭିଟାମିନ୍ ଅଭାବ ହେଲେ କିନ୍ ରୋଗ ହେସି ବହୁତ ପ୍ରକାର ରୋଗ ହେସି ତ ଆପଣମାନେ 4-5 କ୍ଲାସ୍ରେ ବି ଅଛି ହେଟା ତ ଆପଣମାନେ କମେଣ୍ଟ ସେକ୍ସନରେ କହିବେ କି ଭିଟାମିନ୍ A ଭିଟାମିନ୍ B ଭିଟାମିନ୍ C ଅଭାବରେ କିନ୍ ରୋଗ ହେସି ଆପଣମାନେ କମେଣ୍ଟ ସେକ୍ସନରେ କହିବେ ଜଳରେ ଦ୍ରବୀଣ ଭିଟାମିନ୍ ଶାଗ
ହେଲା ପନିପରିବା ଆଉ ଫଳ ଆଦିରୁ ମିଳିଥାଏ। ଭିଟାମିନ୍ ଅଭାବରୁ ଶରୀର ଭିନ୍ନ ପଡ଼େ। ଜଳରେ ଦ୍ରବୀଣ ବିଭିନ୍ନ ଶାଗ ଦେଖ ଶାଗ ଜିନିଷରେ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ କାହିଁକି ନେଚୁରାଲ୍ ଜିନିଷ ସେଟା ଆଉ ଆମକୁ ଶାଗ ହେଥିଲାଗି ନିହାତି ଖାଇବାର କଥା। ପନିପରିବା ମାନେ ପନିପରିବା ଶାଗ ତାପରେ ପନିପରିବା ଯେନ୍ତା ବାଇଗଣ ଆମର ବାଇଗଣ ହେଲା ତାପରେ କୋବି ଝୁଣୁଗା ଯେତେ ସବୁ ପନିପରିବା ମାନେ ଭେଜିଟେବୁଲ୍ସ ଯେତେ ରହିଲା ଆର୍ ପରେ ଫ୍ରୁଟ୍ସ କଦଳୀ ସେଓ ସନ୍ତରା ଯେତେ ରହିଲା ସବୁ ଫ୍ରୁଟ୍ସ ଏଇଗୁଡ଼ା ଭିଟାମିନ୍ ମିଳିଥାଏ ହେଲା। ଚର୍ବି ବା ତେଲରେ ଦମନୀୟ ଭିଟାମିନ୍ ପ୍ରାଣୀର ଚର୍ବି ଉଦ୍ଭିଦ ଜାତିର ତେଲରୁ ମିଳିଥାଏ ହେଲା। ଆଉ ତେଲର ଦ୍ରବୀଣ ଭିଟାମିନ୍ ଚର୍ବିରୁ ମଧ୍ୟ ମିଳିଥାଏ ତେଲ ହେଲା। ନେକ୍ସଟ ଲାଷ୍ଟ ଆମେ ପଢ଼ମା ଜଳ 6 ନମ୍ବର ଜଳ ବା ୱାଟର। ଜଳ ପାଣି ନି ପିଇଲେ ଆମେ ଦେଖ ଯେତେ ଖାଦ୍ୟ ଖାଇଲେ ବି ଆମକୁ ପାଣି ବଡ଼ିରେ ନିହାତି ଦରକାର ଅଛି ଆର୍ ପାଣି ବିନା ଆମେ ବଞ୍ଚିପାରିବା ନାହିଁ। ଦିନେ ନି ଖାଇଲେ କି ଦିନେ ପାଣି ନି ପିଇଲେ ଚଲବା କିନ୍ତୁ ପାଣି ଆମର ବଡ଼ିକେ ନିହାତି ଦେଖ ଆମର ବଡ଼ି ଦେଖ କୋଷରେ ଥିବା କୋଷ ରସ ବା ଜୀବକ ସାଇଟୋପ୍ଲାଜମର ପ୍ରାୟ 70-90 ଭାଗ ଜଳ ମାନେ ବଡ଼ିରେ ଆମର 70%ରୁ ଅଧିକା ଜଳ ହିଁ ଥିସି ମାନେ ବଡ଼ିରେ 70%ରୁ ଅଧିକା ଜଳ ଥିସି। ହେଥିଲାଗି ଜଳ ଅଭାବ ହେଲେ ଦେଖବ ଡିହାଇଡ୍ରେସନ୍ ହେସି। ଡିହାଇଡ୍ରେସନ୍ ହେଇକରି ଆମକୁ ମାନେ ଆମର ୟୁରିନ୍ଟା ହଳଦିଆ ଟାଇପ୍ର ଯାଏସି ତାପରେ ବହୁତ ପ୍ରୋବ୍ଲେମ୍ ହେସି। କୋଷର ସ୍ଥିତି ଓ ଏଥିରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ଜଳ ଅତ୍ୟନ୍ତ ଆବଶ୍ୟକ। କୋଷରେ ହେଉଥିବା ସ୍ଥିତି ଓ ବହୁତ ମାନେ ଡାଇଜେଷ୍ଟ ହେବାର୍ ଲାଗି ହେଲେ ଯାହା ବଡ଼ିରେ ବ୍ଲଡ଼ ଯେତିକି ଜିନିଷ ହେବାର୍ ଲାଗି ପାଣି ବହୁତ ପରିମାଣ ହେଥିଲାଗି ଆପଣ ମାନେ ପିଲାମାନେ ଆମେ ଗୋଟେ ସୁସ୍ଥ ଜୀବନ ବଞ୍ଚିବାର୍ ଲାଗି ହେଲେ ଆମକୁ ଦିନକ 2.5ରୁ 3 ଲିଟର ପାଣି ନିହାତି ପିଇବାର ଅଛି। ଆପଣମାନେ ନିହାତି କିଏ ଯଦି କମ୍ ପାଣି ପିଉଛ ବୋଲେ ପଛେ ଯାଇକରି ଏବେ ଯଦି ପ୍ରୋବ୍ଲେମ୍ ନି ହେବାର୍ ତ ପଛେ ଯାଇକରି ବହୁତ ପ୍ରୋବ୍ଲେମ୍ ହେବା କିଡ଼ନୀ ପ୍ରୋବ୍ଲେମ୍ ଠାନୁ ଷ୍ଟାର୍ଟ କରି ବହୁତ ପ୍ରୋବ୍ଲେମ୍ ହେବା। ତ ଆପଣମାନେ ନିହାତି 2.5ରୁ 3 ଲିଟର ଯେତେ ପାରୁଛ ଅଧିକା ପାଣି ପିଇବାର୍ ଲାଗି ଟ୍ରାଏ କର। ଝାଳ ଓ ପରିସ୍ରା ଓ ନିଶ୍ୱାସରେ ଶରୀରରୁ ଜଳକ୍ଷୟ ହୋଇଥାଏ। ଦେଖ ଯେନ୍ମାନେ କଠିନ ପରିଶ୍ରମ କରସନ୍ ସେମାନଙ୍କୁ ଝାଳ ବା ପରିସ୍ରା ବା ନିଶ୍ୱାସ ବହୁତ ମାନେ ପାଣି ଝାଳ ଦ୍ୱାରା ବାହାରିଯାଏ ତ ସେମାନଙ୍କୁ ଅଧିକା ପାଣି ପିଇବାର୍କେ ପଡ଼୍ସି। ଦେଖିବେ ହେଥିଲାଗି କାମ କଲା ବେଲେ ବେଶୀ ଶୋଷ ଲାଗ୍ସି କାଁ କରି ବଡ଼ିରୁ ପାଣିଟା ବାହାରି ଯାଏସି। ତାର ଭରଣା ପାଇଁ ପ୍ରାୟ 3ରୁ 4 ଲିଟର ପାଣି ଦେଖ ପିଇବାର୍ ଲାଗି ପଡ଼୍ସି। ମୁଁ କହୁଥିଲି ନା ଆପଣମାନେ ଦେଖୁନ୍ ଦିନକ ଗୋଟେ ସୁସ୍ଥ ମଣିଷ ନିହାତି ଭାବରେ 3ରୁ 4 ଲିଟର ପାଣି ପିଇବାର୍ କଥା ନିହାତି ପିଇବାର୍ କଥା। ତାର କମ୍ ହେଲେ ଆମର ବଡ଼ିରେ ପ୍ରୋବ୍ଲେମ୍ ନିହାତି ହେବା। ତ ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ହୋଇଥାଏ। ମୁଁ କହିଥିଲି ନା ଆପଣମାନଙ୍କୁ ଦେଖନ୍ତୁ ଶରୀରରେ ଜଳୀୟ ଅଂଶ ସବୁ କମିଲା ଦିନେ ନି ଖାଇଲେ ଚଲବା ଦିନେ ବାକି ବଡ଼ିରେ ପାଏନ୍ ଯଦି ଅଭାବ ହେଇଗଲା ତ ବହୁତ କିଛି ବେମାର ମାନେ ରୋଗ ହେବା। ତ ଆପଣମାନେ ଦେଖୁନ୍ ଛଅଟା ମାନେ ବଡ଼ିରେ ଖାଦ୍ୟକେ 6ଟା ଭାବରେ ବିଭକ୍ତ କଲା ଶ୍ୱେତସାର ପୁଷ୍ଟିସାର ସ୍ନେହସାର ଖଣିଜ ଲବଣ ଜଳ ସ୍ନେହ ମାନେ ଏନ୍ତା କରି 6ଟା ପ୍ରକାର ହେଲା। କିନ୍ ସେଟା ଏକ୍ଜାମ୍ପଲ୍ ବି କହିଦିନି ଆପଣମାନେ ଦେଖିପାରୁଥିବେ ସବୁ ଏକ୍ଜାମ୍ପଲ୍ ମାନେ ଆପଣମାନେ ସେଟା ମନେ ରଖିବେ ସବୁ। ଆରୁ ଆମେ ଆଜି ଏତିକି ପଢ଼୍ମା ତ ଡେଲି କାଲି ଆମେ କିଛି ପଢ଼ିଥିନା ଧୀରେ ଧୀରେ ଏନ୍ତା ପଢ଼ିତେଲ୍ ଯିମା ତ ଡେଲି ଟିକେ ପଢ଼ିତେଲ୍ ଯିମା। ଆଜି ଆପଣମାନଙ୍କର କ୍ଲାସ୍ କେନ୍ତା ଲାଗ୍ଲା ଆଜିର କ୍ଲାସ୍ ବହୁତ ଇମ୍ପୋର୍ଟାଣ୍ଟ ଏଇଟା ଏକ୍ଜାମ୍ରେ ଆସ୍ବାର୍ ବହୁତ ଚାନ୍ସ ଅଛି। ଆର୍ ଆମର ରିଏଲ୍ ଲାଇଫ୍ରେ ବି ବହୁତ ଇମ୍ପୋର୍ଟାଣ୍ଟ ମାନେ ଏଇ ସବୁ ଜିନିଷ ଦେଖ ଖାଦ୍ୟପତ୍ର ସବୁ ଅଛି ଆମର ବଡ଼ି ଲାଗି ବହୁତ ଇମ୍ପୋର୍ଟାଣ୍ଟ। ଏଇଟା ରିଏଲ୍ ଲାଇଫ୍ ଲାଗି ମାନେ ଆମର ଯେନ୍ ମଣିଷ ପାଠପଢ଼ା ଛାଡ଼ିକରି ବି ଯେନ୍ ମଣିଷ ଯେନ୍ ଆମେ ବଞ୍ଚିବାର୍ ଲାଗି ବି ଏଇ ଜିନିଷ ଜାନ୍ବାର୍ଟା ପ୍ରତ୍ୟେକ ମଣିଷକେ ନିହାତି ଜରୁରୀ। ତ ଆପଣମାନେ ଏଇ ଜିନିଷ ମନେ ରଖିଥିବେ ଏକ୍ଜାମ୍ର ପଏଣ୍ଟ ଅଫ୍ ଭ୍ୟୁରୁ ବି ଆଉ ଆମର ଜାଣ୍ବାର୍ ଲାଗି ଆମର ବଡ଼ିରେ ବଞ୍ଚିବାର୍ ଲାଗି ବି ଆମେ ଯେନ୍ ଖାଇମା ଆମ ଡେଲି ଲାଇଫ୍ ଜୀବନ ବଞ୍ଚିବାର୍ ଲାଗି ବି ଆମକୁ ନିହାତି ଦରକାର। ତ ଆପଣମାନେ ଏଇଟା ମନେ ରଖିଥିବେ। ତ ଏଇଟା ଆମର ସେକେଣ୍ଡ ପାର୍ଟ ଆମର ପୋଷଣ ବା ନ୍ୟୁଟ୍ରିସନ୍ର। ତ ଆମେ କାଲି ଫେର୍ 3 ନମ୍ବର ପାର୍ଟ 3 ଆନ୍ମା। ତ ଆଜି ଧୀରେ ଧୀରେ ଆମେ ପଢ଼ିତେଲ୍ ଯିମା ଡେଲି ବେଶୀ ପଢ଼ିଲେ ତ ମନେ ରଖି ହୁଏ ତ କମ୍ ପଢ଼ିଲେ ହିଁ ଆମେ ବୁଝି ବି ପାର୍ମା ଆଉ ମନେ ବି ରହେବା। ତ ଆପଣମାନଙ୍କୁ କେନ୍ତା କ୍ଲାସ୍ ଲାଗ୍ଲା ନିହାତି କମେଣ୍ଟ ସେକ୍ସନ୍ରେ ଜଣେଇବେ। ତ ଆଜି ପାଇଁ ମୁଁ ରହୁଛି ନେକ୍ସଟ କ୍ଲାସ୍ ଆମେ ପୁଣି ଦେଖା ହେମା।